ପରାଜୟ ପରେ ଆକ୍ସନ ମୋଡରେ ବିସିସିଆଇ ଜବାବ ଦେବେ କୋଚ୍ ଓ ଅଧିନାୟକ। ତେବେ ସୂଚନା ଅନୁସାରେ ଅଣ୍ଡର-19 ଏସିଆ କପ୍ରେ ଭାରତ ଫାଇନାଲରେ ଲଜ୍ଜାଜନକ ପରାଜୟ ପରେ ଆକ୍ସନ ମୋଡକୁ ଆସିଛି ବିସିସିଆଇ। ବିସିସିଆଇ ଆଗରେ ଉତ୍ତର ରଖିବେ ମୁଖ୍ୟ କୋଚ୍ ଓ ଅଧିନାୟକ। ବିସିସିଆଇ ଆଗରେ ପରାଜୟର କାରଣ କହିବେ ବୈଭବ ସୂର୍ଯ୍ୟବଂଶୀ, ଆୟୁଷ ମାହାତ୍ରେ। ଏହି ଦୁଇ ବ୍ୟାଟର ଥିଲେ ଭାରତୀୟ ଅଣ୍ଡର-19 ଦଳର ମେରୁଦଣ୍ଡ। ଉଭୟ ଖେଳାଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ରାଜ୍ୟ ପାଇଁ ମଧ୍ୟ ଖେଳି ସାରିଛନ୍ତି। କହିବାକୁ ଗଲେ ବଡ଼ ବଡ଼ ବୋଲରଙ୍କୁ ଫେସ୍ କରିଛନ୍ତି। ହେଲେ ଚଳିତ ଏସିଆ କପ୍ରେ କ'ଣ ହେଲା କେଜାଣି ବଡ଼ ଟିମ୍ ବିପକ୍ଷରେ ଦୁଇ ଖେଳାଳିଙ୍କ ବ୍ୟାଟ୍ ଚାଲିଲାନି। ଲିଗ୍ ପର୍ଯ୍ୟାୟରେ ପାକିସ୍ତାନକୁ ହରାଇଥିବା ଭାରତ ଫାଇନାଲରେ କିନ୍ତୁ ଆଣ୍ଠେଇଲା। ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ବିସିସିଆଇର ମାନସ ମନ୍ଥନ। ଅଣ୍ଡର-19 ଏସିଆ କପ୍ ଫାଇନାଲରେ ପାକିସ୍ତାନଠାରୁ ମିଳିଥିବା ବଡ଼ ପରାଜୟକୁ କୌଣସି ପରିସ୍ଥିତିରେ ଅଣଦେଖା କରିବାକୁ ରାଜି ନୁହେଁ ବିସିସିଆଇ। ଆୟୁଷ ମାହାତ୍ରେଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହି ଫାଇନାଲକୁ ପହଞ୍ଚିଥିଲା। କିନ୍ତୁ ଦୁବାଇରେ ପାକିସ୍ତାନଠାରୁ 191 ରନର ବଡ଼ ବ୍ୟବଧାନରେ ପରାଜିତ ହେବା ପରେ ବିସିସିଆଇ ଟିମ୍ର ପ୍ରଦର୍ଶନକୁ ନେଇ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ବିସିସିଆଇର ଅନଲାଇନ୍ ଏପେକ୍ସ କାଉନସିଲ୍ ବୈଠକରେ ଏହି ପରାଜୟ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଫାଇନାଲରେ ପାକିସ୍ତାନ 50 ଓଭରରେ 347 ରନ୍ କରିଥିବା ବେଳେ ଭାରତ ମାତ୍ର 156 ରନରେ ଅଲ୍ ଆଉଟ୍ ହୋଇଯାଇଥିଲା।